ମଞ୍ଚରେ ଆପଣ ଆସିଲେ ସେଟା ଆପଣଙ୍କ ଏବେ ଚର୍ଚ୍ଚା ଆରମ୍ଭ ନୂଆ ଦଳ ମତେ ନେଇକି କେବେ ବି ଚର୍ଚ୍ଚା କରିପାରନ୍ତି ଆପଣ। ମୁଁ ସବୁବେଳେ କିଛି ନ କରିକି ବି ଚର୍ଚ୍ଚାରେ ଥାଏ, କଲେ ବି ଚର୍ଚ୍ଚାରେ ଥାଏ। ତ ମୋର ବେହୋସ ହେଇଗଲାଣି ସେ ଜିନିଷ ଆଜ୍ଞା। ବଟ୍ ରହିଲା ମୁକିମଙ୍କ କଥା ମତେ ଯେତେବେଳେ ଆପଣ ପଚାରୁଛନ୍ତି ମୁଁ ଏତିକି କହିବି, ମୁଁ ତାଙ୍କୁ ନେତା ହିସାବରେ ତ ଆପଣ ମାନେ ସମସ୍ତେ ଜାଣୁଛନ୍ତି, ମୁଁ ବି ଦେଖିଛି, କିନ୍ତୁ ମୁଁ ଗୋଟେ ମଣିଷ ହିସାବରେ ତାଙ୍କୁ ଯେତିକି ଚିହ୍ନିଛି, ଛୋଟବେଳୁ ଦେଖି ଆସିଛି, ମତେ ବହୁତ ଭଲ ପାଇବା ତାଙ୍କଠୁ ମିଳେ। ମୁଁ ବି ତାଙ୍କୁ ବହୁତ ଭଲ ପାଇବା ସମ୍ମାନ ଜଣାଏ ଏବଂ ସୋଫିଆକୁ ମଧ୍ୟ ମୋର ବେଷ୍ଟ ୱିଶେସ୍ ସବୁବେଳେ ରହିବ। ସେମାନେ ନିଜ ଜୀବନ କ୍ଷେତ୍ରରେ ଯାହା ବି କାମ କରୁଛନ୍ତି ଭଲ କାମ କରି ଚାଲନ୍ତୁ। ଲୋକଙ୍କର ସେବା ଯେକୌଣସି ଭାବରେ ହଉ ସେ ଜାରି ରଖନ୍ତୁ, ସେଟା ହିଁ ସବୁଠୁ ବଡ ଧର୍ମ। ମୁଁ ପଲିଟିକାଲ ଆଙ୍ଗେଲ କୌଣସି ପ୍ରକାର ଯିବି ନାହିଁ, କାରଣ ଆଜି ଇଭେଣ୍ଟଟା ବି ହଉଛି ୟୁଥକୁ ନେଇକି। ଅନଡାଉଟେଡଲି ୟୁଥ ବିନା ପଲିଟିକ୍ସ ବି ନୁହଁ ବା ଫ୍ୟୁଚର ବି ନୁହଁ, କିନ୍ତୁ ଆଜି ସ୍ପୋର୍ଟସ ନେଇକି ଗୋଟେ ଡିଫରେଣ୍ଟ ଇଭେଣ୍ଟ। ଏଠି ମୁଁ କୌଣସି ପଲିଟିକାଲ ଏଜେଣ୍ଡା ନେଇକି ଆସିନଥିଲି ଆଜ୍ଞା, ଯେହେତୁ ତ ମୁଁ ସେଥିପାଇଁ କି ପଲିଟିକାଲ ବିଷୟରେ କିଛି କହିବାକୁ ଚାହିଁବିନି। ମୁଁ ସେ ବିଷୟରେ ପ୍ରକୃତରେ କିଛି ଜାଣିନାହିଁ। ମୁଁ ଯଦି କିଛି ଗୋଟେ ତାର ସତ୍ୟାସତ୍ୟ ବିଷୟରେ ମୁକିମଙ୍କ ସାର୍ ମୋର କଥାବାର୍ତ୍ତା ହେଇଥାନ୍ତା କି ମୁଁ ଯଦି ଜାଣିଥାନ୍ତି, ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ କିଛି କହିପାରିଥାନ୍ତି, କିନ୍ତୁ ମୁଁ ଯୋଉ କଥାରେ ଜାଣିନି, ଯୋଉ ବିଷୟରେ ବୁଝିନି କିଛି, ମୁଁ କେମିତି କହିପାରିବି? ଭାରତୀୟ ଜନତା ପାର୍ଟି କଣ କମ ପଡିଯାଉଛି? କେନ୍ଦ୍ରରେ ବି ଏଠି ଡବଲ ଇଞ୍ଜିନ ଚାଲିଛି ଯେତେବେଳେ, ତ ଦିଟା ଦଳ ରାଜ୍ୟରେ ବି କେନ୍ଦ୍ରରେ ବି ଅଛି ଯେତେବେଳେ, ତ ଆମର ସୁଶାସନ ମଧ୍ୟ ଚାଲିଛି ବର୍ତ୍ତମାନ। ଯେମିତି ରାଜ୍ୟ ଯୋଉଟାକୁ ବାଛିଛନ୍ତି, ଏଇଟା ହଉଛି ଜନମତ, ସେଇ ହିସାବରେ ଚାଲିଥାଉ, ଆଗକୁ ବଢୁ, ଆହୁରି ଉନ୍ନତି ହଉ, ଉତ୍ତରୋତ୍ତର ଉନ୍ନତି ଓଡିଶାର, ସେତିକି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ। ଏମିତି ଆମେ ଗୋଟେ ଦେଖୁଛୁ କି ମଞ୍ଚରୁ ଦଳକୁ ପ୍ରବେଶ, ମୁକିମ ବାବୁଙ୍କ ଦଳକୁ ପ୍ରବେଶ। ପଲିଟିକାଲ ଜିନିଷ ଆଜ୍ଞା କେବେ କେହି କିଛି ମାନେ କହିବା କଥା ନୁହଁ, ଆଉ ମୁଁ ନିଜେ ଜାଣିନି ଯୋଉ ବିଷୟରେ ମୁଁ କହିପାରିବିନି। ମୁକିମ ଭାଇ ଗୋଟେ ଭଲ ମଣିଷ ବୋଲି ଯେମିତି ମୁଁ ଜାଣି ଆସିଛି, ଆଜି ବି ସେଇ କଥା ହିଁ କହିବି। ଆଉ ଯେତେବେଳେ ମତେ ପଚାରେ ମୁଁ କହିବି ଆଇ ହାଭ୍ ଅଲୱେଜ ଗଟ୍ ଲଭ୍ ଆଣ୍ଡ ବ୍ଲେସିଂସ୍। ମୁଁ ଅନ୍ୟ ଦଳରେ ଥାଇକି ବି ମୁକିମ ଭାଇଙ୍କୁ ଭଲ ପାଇଛି, ମୁକିମ ଭାଇ ବି ଅନ୍ୟ ଦଳରେ ଥାଇକି ମତେ ଭଲ ପାଇ ଦେଇଛନ୍ତି। ଦ୍ୟାଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ।